ओम शांति 18/7/24 महावाक्य मीठा बाबा कहते मिठे बच्चे सेवा समाचार शुणिबारे एवं पढ़िबारे मध्य तुमर शौक रहिबा दरकार। काहींकि ना एहा द्वारा उमंग उत्साह बढ़ी थाए, सेवा करिवार संकल्प उत्पन्न होई थाए। आजिर प्रश्न अछि, संगम जुगरे बाबा तुमको सुख देउनाहांती किंतु सुखर रास्ता देखाउछंती काहींकि? उत्तर, काहींकि ना बाबांकर समस्ते संतान अटंती। जदि जनकु सुख देवे जनकु देवे नाही तेबे एहा मध्य ठीक नुहे। लौकिक पितांक ठारू पिलामानंकु समान अधिकार मिलिथाए। बेहदर पिता काहाकु संपत्तिर भाग बांटंती नाही, किंतु सुखर रास्ता देखाई थांती। ଯେଉଁମାନେ ସେହି ରାସ୍ତାରେ ଚାଲିଥାନ୍ତି, ପୁରୁଷାର୍ଥ କରିଥାନ୍ତି, ସେହିମାନଙ୍କୁ ଉଚ୍ଚ ପଦ ମିଳିଥାଏ। ତେଣୁ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ, କାରଣ ସବୁକିଛି ପୁରୁଷାର୍ଥ ଉପରେ ନିର୍ଭର କରୁଛି। ଓମ୍ ଶାନ୍ତି। ପିଲାମାନେ ଜାଣିଛନ୍ତି ବାବା ହିଁ ମୁରଲି ଶୁଣାଉଛନ୍ତି। ଏହି ମୁରଲି ସମସ୍ତଙ୍କ ପାଖକୁ ପଠାଯାଉଛି ଏବଂ ଯିଏ ମୁରଲି ପଢ଼ି ସେବା କରୁଛନ୍ତି ତାଙ୍କର ସମାଚାର ମାସିକ ପତ୍ରିକାରେ ଛପାଯାଉଛି। ତେବେ ଯେଉଁ ପିଲାମାନେ ପତ୍ରିକା ପଢ଼ୁଛନ୍ତି ସେମାନଙ୍କୁ ସେବା କେନ୍ଦ୍ରର ସେବାର ସମାଚାର ଜଣାପଡ଼ିଥାଏ। ଅମୁକ ଅମୁକ ସ୍ଥାନରେ ଏଭଳି ସେବା ହେଉଛି। ଆଉ ଯେଉଁମାନେ ପଢ଼ିବେ ନାହିଁ ସେମାନେ କିଛି ବି ସମାଚାର ଜାଣିପାରିବେ ନାହିଁ ଏବଂ ପୁରୁଷାର୍ଥ ମଧ୍ୟ କରିପାରିବେ ନାହିଁ। ସେବାର ସମାଚାର ଶୁଣି କେତେକଙ୍କର ମନରେ ଆସୁଛି, ମୁଁ ମଧ୍ୟ ଏଭଳି ସେବା କରିବି। ପତ୍ରିକାରୁ ଜଣାପଡ଼ିଯାଏ ଯେ ଆମର ଭାଇ ଭଉଣୀମାନେ କେତେ ସେବା କରୁଛନ୍ତି। ଏ କଥା ତ ପିଲାମାନେ ଜାଣିଛନ୍ତି, ଯେତେ ସେବା କରିବ ସେତେ ଉଚ୍ଚ ପଦ ପ୍ରାପ୍ତି ହେବ। ତେଣୁ ପତ୍ରିକା ମଧ୍ୟ ସେବା କରିବାର ଉତ୍ସାହ ଦେଇଥାଏ। ଏହି ପତ୍ରିକା କିଛି ଫାଲତୁରେ ତିଆରି ହେଉନାହିଁ। ଫାଲତୁ ବୋଲି ସେହିମାନେ ଭାବୁଛନ୍ତି ଯେଉଁମାନେ ଏହାକୁ ପଢ଼ୁନାହାନ୍ତି। କେହି କେହି କହୁଛନ୍ତି ଆମେ ପଢ଼ି ଜାଣିନାହୁଁ। ଆରେ, ଯେପରି ରାମାୟଣ, ଭାଗବତ, ଗୀତା ଆଦି ଶୁଣିବାକୁ ଯାଉଛ, ସେହିପରି ଏହାକୁ ମଧ୍ୟ ଶୁଣିବା ଉଚିତ। ନଚେତ୍ ସେବାର ଉମଙ୍ଗ ବଢ଼ିବ ନାହିଁ। ଅମୁକ ସ୍ଥାନରେ ଏହି ସେବା ହେଉଛି। ଯଦି ସଉକ ରହିବ ତେବେ ଅନ୍ୟ କାହା ଦ୍ୱାରା ପଢ଼ାଇ ମଧ୍ୟ ଶୁଣିପାରିବ। ଏଭଳି ବହୁତ ସେବା କେନ୍ଦ୍ର ଥିବ ଯେଉଁଠି ମାସିକ ପତ୍ରିକା ପଢ଼ୁନଥିବେ। ବହୁତ ଏମିତି ମଧ୍ୟ ଅଛନ୍ତି ଯାହାଙ୍କର ସେବାର ଚିହ୍ନ ବର୍ଣ୍ଣ ନାହିଁ। ତେବେ ସେମାନେ ପଦ ମଧ୍ୟ ସେହିଭଳି ପାଇବେ। ଏ କଥା ତ ଜାଣୁଛନ୍ତି ଯେ ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି। ଏଥିରେ ଯିଏ ଯେତେ ପରିଶ୍ରମ କରୁଛନ୍ତି ସେତେ ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି। ଯଦି ପାଠ ପଢ଼ାରେ ଧ୍ୟାନ ଦେବେ ନାହିଁ ତେବେ ଫେଲ୍ ହୋଇଯିବେ। ତେବେ ବର୍ତ୍ତମାନର ପାଠପଢ଼ା ଉପରେ ସବୁ କିଛି ନିର୍ଭର କରୁଛି। ତେଣୁ ଯେତେ ପାଠ ପଢ଼ିବ ଏବଂ ଅନ୍ୟମାନଙ୍କୁ ପଢ଼ାଇବ ସେତେ ନିଜର ଲାଭ ହେବ। ବହୁତ ପିଲା ଅଛନ୍ତି ଯେଉଁମାନଙ୍କର ପତ୍ରିକା ପଢ଼ିବାର ବିଚାର ମଧ୍ୟ ଆସୁନାହିଁ। ସେମାନେ ଦାସ ଦାସୀର ପଦ ପାଇବେ। ସତ୍ୟ ଯୁଗରେ ଏହି ଭାବନା ରହିବ ନାହିଁ ଯେ ଇଏ ପୁରୁଷାର୍ଥ କରିନଥିଲା ସେଥିପାଇଁ ତାକୁ ଏହି ପଦ ମିଳିଲା। ନା, କର୍ମ ବିକର୍ମର କଥା ବର୍ତ୍ତମାନ ସମୟରେ ହିଁ ବୁଦ୍ଧିରେ ରହୁଛି। କଳ୍ପର ସଙ୍ଗମ ଯୁଗରେ ହିଁ ବାବା ଏଠାକୁ ଆସି ବୁଝାଉଛନ୍ତି। ଯେଉଁମାନେ ବୁଝୁନାହାନ୍ତି ସେମାନେ ଯେପରି ପଥର ବୁଦ୍ଧି। ତୁମେ ଜାଣିଛ ଆମେମାନେ ମଧ୍ୟ ପୂର୍ବରୁ ତୁଚ୍ଛ ବୁଦ୍ଧି ଥିଲୁ। ସେଥିରେ ମଧ୍ୟ କମ୍ ବେଶୀର ମାତ୍ରା ରହିଛି। ବାବା ପିଲାମାନଙ୍କୁ ସର୍ବଦା ବୁଝାଇ ଚାଲିଛନ୍ତି। ପିଲାମାନେ ଏବେ ଏହା କଳିଯୁଗ। ଏଠାରେ ଅନେକ ଦୁଃଖ ରହିଛି। ଯିଏ ବୁଦ୍ଧିମାନ ହୋଇଥିବେ ସେମାନେ ତୁରନ୍ତ ବୁଝିଯିବେ ଯେ ଏମାନେ ତ ଠିକ୍ କହୁଛନ୍ତି। ତୁମେ ମଧ୍ୟ ଜାଣୁଛ ଆମେ କେତେ ଦୁଃଖରେ ଥିଲୁ। ଅନେକ ପ୍ରକାରର ଦୁଃଖ ଭିତରେ ବୁଡ଼ି ରହିଥିଲୁ। ଏବେ ପୁଣି ଅପାର ସୁଖକୁ ଯାଉଛୁ। ଏହା କଳିଯୁଗ ରାବଣ ରାଜ୍ୟ। ଏ କଥା ତୁମେମାନେ ଭଲ ଭାବରେ ଜାଣିଛ।
ଏ କଥା ନିଜେ ଜାଣିଛ କିନ୍ତୁ ଅନ୍ୟମାନଙ୍କୁ ବୁଝାଉନାହଁ। ତେଣୁ ବାବା କହୁଛନ୍ତି ଇଏ ତ କିଛି ଜାଣିନାହିଁ। ଜାଣିଛ ବୋଲି ସେତେବେଳେ କହିବ ଯେତେବେଳେ ସେବା କରିବ ଏବଂ ତାଙ୍କ ସମାଚାର ମାସିକ ପତ୍ରିକାରେ ଛପିବ। ଦିନକୁ ଦିନ ବାବା ମଧ୍ୟ ବହୁତ ସହଜ ପଏଣ୍ଟ ଶୁଣାଇ ଚାଲିଛନ୍ତି। ଦୁନିଆର ମନୁଷ୍ୟମାନେ ଭାବୁଛନ୍ତି କଳିଯୁଗ ଏବେ ଛୋଟ ପିଲା ଅର୍ଥାତ୍ ଆରମ୍ଭ ମାତ୍ର। ଯଦି ସେମାନେ ସଙ୍ଗମ ଯୁଗକୁ ବୁଝିଯିବେ ତେବେ ସତ୍ୟ ଯୁଗ ଏବଂ କଳିଯୁଗର ତୁଳନା କରିପାରିବେ। କଳିଯୁଗରେ ତ ଅପାର ଦୁଃଖ ରହିଛି ଏବଂ ସତ୍ୟ ଯୁଗରେ ଅପାର ସୁଖ। ସେମାନଙ୍କୁ କୁହ ବାବା ହିଁ ଆମକୁ ଅପାର ସୁଖ ଦେଉଛନ୍ତି, ଯାହାକି ଆମେ ଆପଣଙ୍କ ନିକଟରେ ବର୍ଣ୍ଣନା କରୁଛୁ। ଅନ୍ୟ କେହି ଏଭଳି ବୁଝାଇ ପାରିବେ ନାହିଁ। ତୁମେମାନେ ହିଁ ନୂଆ କଥା ଶୁଣାଉଛ। ଆଉ କେହି ଏଭଳି ପଚାରି ପାରିବେ ନାହିଁ ଯେ ତୁମେ ସ୍ୱର୍ଗବାସୀ ନା ନର୍କବାସୀ। ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି। ସେମାନେ ଏତେ ପଏଣ୍ଟ ମନେ ରଖିପାରିବେ ନାହିଁ। ବୁଝାଇବା ସମୟରେ ସେମାନଙ୍କର ଦେହ ଅଭିମାନ ଆସିଯାଉଛି। ଆତ୍ମା ହିଁ ଶୁଣୁଛି ଅଥବା ଧାରଣ କରୁଛି। କିନ୍ତୁ ଭଲ ଭଲ ମହାରଥୀମାନେ ମଧ୍ୟ ଏକଥା ଭୁଲି ଯାଉଛନ୍ତି। ଦେହ ଅଭିମାନରେ ଆସି କହୁଛନ୍ତି ଏମିତି ତ ସମସ୍ତଙ୍କର ହେଉଛି। ବାବା ତ କହୁଛନ୍ତି ବର୍ତ୍ତମାନ ସମସ୍ତେ ପୁରୁଷାର୍ଥୀ। ଏମିତି ନୁହେଁ କି ଆତ୍ମା ମନେକରି ପରସ୍ପର ସହିତ କଥାବାର୍ତ୍ତା କରୁଛନ୍ତି। ନା, ବାବା ଆତ୍ମା ଭାବି ଜ୍ଞାନ ଦେଉଛନ୍ତି। ବାକି ସମସ୍ତେ ଭାଇ ଭାଇ ଯିଏକି ଏହି ଅବସ୍ଥାରେ ରହିବା ପାଇଁ ପୁରୁଷାର୍ଥ କରୁଛନ୍ତି। ତେଣୁ ପିଲାମାନଙ୍କୁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ। କଳିଯୁଗରେ ଅପାର ଦୁଃଖ ରହିଛି ଏବଂ ସତ୍ୟ ଯୁଗରେ ଅପାର ସୁଖ। ଏବେ ସଙ୍ଗମ ଯୁଗ ଚାଲିଛି। ବାବା ସୁଖର ରାସ୍ତା ବତାଉଛନ୍ତି। ଏମିତି ନୁହେଁ କି ବାବା ସୁଖ ଦେଉଛନ୍ତି। ସିଏ ସୁଖର ରାସ୍ତା ବତାଉଛନ୍ତି। ରାବଣ ମଧ୍ୟ ଦୁଃଖ ଦେଉନାହିଁ, କିନ୍ତୁ ଦୁଃଖର ଓଲଟା ରାସ୍ତା ବତାଉଛି। ବାବା ନା ଦୁଃଖ ନା ସୁଖ ଦେଉଛନ୍ତି। ସେ ତ ସୁଖର ରାସ୍ତା ବତାଉଛନ୍ତି। ପୁଣି ସେହି ଅନୁସାରେ ଯିଏ ଯେତେ ପୁରୁଷାର୍ଥ କରିବ ତାଙ୍କୁ ସେତେ ସୁଖ ମିଳିବ। ସେ ସୁଖ ଦେଉନାହାନ୍ତି, ବରଂ ବାବାଙ୍କ ଶ୍ରୀମତରେ ଚାଲିବା ଦ୍ୱାରା ତୁମେ ସୁଖ ପ୍ରାପ୍ତ କରୁଛ। ବାବା ତ କେବଳ ରାସ୍ତା ବତାଉଛନ୍ତି। ରାବଣ ଦ୍ୱାରା ଦୁଃଖର ରାସ୍ତା ମିଳୁଛି। ଯଦି ବାବା ସୁଖ ଦେଉଛନ୍ତି ତେବେ ସମସ୍ତଙ୍କୁ ଏକା ପ୍ରକାରର ସମ୍ପତ୍ତି ମିଳିବା ଉଚିତ। ଯେମିତି ଲୌକିକ ପିତା ସମ୍ପତ୍ତିର ଭାଗ କରିଥାନ୍ତି। କିନ୍ତୁ ଏଠାରେ ତ ଯିଏ ଯେତିକି ପୁରୁଷାର୍ଥ କରିବ ସମ୍ପତ୍ତି ସେହି ଅନୁସାରେ ପ୍ରାପ୍ତ କରିବ। ବାବା ତ ରାସ୍ତା ବହୁତ ସହଜ ବତାଉଛନ୍ତି। ଏଭଳି କରିବା ଦ୍ୱାରା ଏତେ ଉଚ୍ଚ ପଦ ପ୍ରାପ୍ତ କରିବ। ତେବେ ପିଲାମାନଙ୍କୁ ହିଁ ପୁରୁଷାର୍ଥ କରିବାକୁ ହେବ ଯେ ମୁଁ ସବୁଠାରୁ ଉଚ୍ଚ ପଦ ପ୍ରାପ୍ତ କରିବି। ସେଥିପାଇଁ ପାଠ ପଢ଼ିବାକୁ ହେବ। ଏମିତି ନୁହେଁ କି ଇଏ ଭଲେ ଉଚ୍ଚ ପଦ ପ୍ରାପ୍ତ କରୁ, ମୁଁ ଏତିକିରେ ରହିବି। ନା, ପ୍ରଥମେ ପୁରୁଷାର୍ଥ କରିବା ଉଚିତ। ତେବେ ଡ୍ରାମା ଅନୁସାରେ ପୁରୁଷାର୍ଥ ନିଶ୍ଚିନ୍ତ କରିବାକୁ ହେବ। କେହି ତ ତୀବ୍ର ପୁରୁଷାର୍ଥ କରୁଛନ୍ତି, ଆଉ କେହି କମ୍ ପୁରୁଷାର୍ଥ କରୁଛନ୍ତି। ତେଣୁ ସମସ୍ତ ଆଧାର ପୁରୁଷାର୍ଥ ଉପରେ ନିର୍ଭର କରୁଛି। ବାବା ତ ରାସ୍ତା ବତାଇଛନ୍ତି, କେବଳ ମୋତେ ମନେ ପକାଅ। ଯେ ଯେତେ ବାବାଙ୍କୁ ମନେ ପକାଇବ ତାଙ୍କର ସେତେ ବିକର୍ମ ବିନାଶ ହେବ। ସବୁ ଡ୍ରାମା ଉପରେ ଛାଡ଼ିଦେବା ଉଚିତ। ଏସବୁ ତ ବୁଝିବାର କଥା ନା। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ତେଣୁ ଯିଏ ଯେଉଁଭଳି ଅଭିନୟ କରି ଆସିଛନ୍ତି ସେମାନେ ନିଶ୍ଚିନ୍ତ ସେଭଳି ଅଭିନୟ କରିବେ। ସବୁ ଧର୍ମ ମଧ୍ୟ ପୁଣି ନିଜ ସମୟରେ ଆସିବେ। ଧରିନିଅ ଖ୍ରୀଷ୍ଟିଆନ ଏବେ 100 କୋଟି ଅଛନ୍ତି, ତେବେ କଳ୍ପ ପରେ ମଧ୍ୟ ଏତିକି ସଂଖ୍ୟକ ହିଁ ପାର୍ଟ ବଜାଇବେ। ନା ଆତ୍ମା କେବେ ବିନାଶ ହେଉଛି ନା ତାହାର ପାର୍ଟ କେବେ ବିନାଶ ହେଉଛି।
ଏସବୁ ବୁଝିବାର କଥା। ଯିଏ ନିଜେ ବୁଝୁଥିବେ ସିଏ ଅନ୍ୟମାନଙ୍କୁ ନିଶ୍ଚିନ୍ତ ବୁଝାଉଥିବେ। ଏହା ଏଭଳି ଧନ ଯାହାକି ଯେତେ ଦେଲେ ମଧ୍ୟ ସରିବ ନାହିଁ। ନିଜେ ଧାରଣା କରି ଚାଲିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସାହୁକାର କରିବା ପାଇଁ ସେବା କରିବେ। କିନ୍ତୁ ଯଦି ଭାଗ୍ୟରେ ନଥିବ ତେବେ ନିଜକୁ ନିରୁପାୟ ମନେ କରିବେ। ତେବେ ବାବା କହିବେ, ତୁମେ ଯଦି ଜ୍ଞାନ ଶୁଣାଇ ପାରିବ ନାହିଁ ତେବେ ତୁମର ଭାଗ୍ୟରେ ବହୁତ କମ୍ ପଦ ରହିଛି। ଯଦି ଭାଗ୍ୟରେ ନାହିଁ ତେବେ କି ପୁରୁଷାର୍ଥ କରିବ? ଏହା ହେଉଛି ବେହଦର ପାଠଶାଳା। ପ୍ରତ୍ୟେକ ଶିକ୍ଷକଙ୍କର ନିଜର ବିଷୟବସ୍ତୁ ନିଜସ୍ୱ ହୋଇଥାଏ। କିନ୍ତୁ ବାବାଙ୍କର ପଢ଼ାଇବା ଉପାୟ ବାବା ହିଁ ଜାଣିଛନ୍ତି ଏବଂ ତୁମେ ପିଲାମାନେ ଜାଣିଛ। ଆଉ କେହି ଜାଣିପାରିବେ ନାହିଁ। ତୁମେ ପିଲାମାନେ ଅନ୍ୟମାନଙ୍କୁ ବୁଝାଇବା ପାଇଁ କେତେ ଚେଷ୍ଟା କରୁଛ, କିନ୍ତୁ ସେମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହୁନାହିଁ। ଯେତେ ଯେତେ ସମୟ ପାଖେଇ ଆସୁଥିବ ସେତେ ସେତେ ଚତୁର ହୋଇ ଚାଲୁଥିବେ। ତେଣୁ ମ୍ୟୁଜିୟମ, କଲେଜ ଆଦି ମଧ୍ୟ ଖୋଲାଯାଉଛି। ତୁମର ନାମ ତ ସବୁଠାରୁ ଭିନ୍ନ ଏବଂ ଏହାର ନାମ ମଧ୍ୟ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ। ଦିନ ଆସିବ ସରକାର ମଧ୍ୟ ଦେଖିବ। ତୁମେ କୁହ ଆପଣଙ୍କର ଲୌକିକ ବିଶ୍ୱବିଦ୍ୟାଳୟ, ଏହା ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ। ଏଠାରେ ଆତ୍ମା ପାଠ ପଢ଼ୁଛି। ସାରା 84 ଜନ୍ମର ଚକ୍ରରେ ଆତ୍ମିକ ପିତା ଥରେ ମାତ୍ର ଆସି ଆତ୍ମିକ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ସିନେମାରେ ତୁମେ ଦେଖିଥିବ ପ୍ରତି 3 ଘଣ୍ଟାରେ ଅବିକଳ ସେହି ଡ୍ରାମାର ପୁନରାବୃତ୍ତି ହୋଇଥାଏ। ଏହା ମଧ୍ୟ 5000 ବର୍ଷର ଚକ୍ର, ଯାହାର କି ଅବିକଳ ପୁନରାବୃତ୍ତି ହେଉଛି। ଏ କଥା ତୁମେ ପିଲାମାନେ ହିଁ ଜାଣୁଛ। ଭକ୍ତିରେ ମନୁଷ୍ୟ କେବଳ ଶାସ୍ତ୍ରକୁ ହିଁ ଠିକ୍ ବୋଲି ଭାବୁଛି। କିନ୍ତୁ ତୁମ ପାଖରେ ତ କିଛି ଶାସ୍ତ୍ର ନାହିଁ। ତୁମକୁ ବାବା ବସି ବୁଝାଉଛନ୍ତି। ସିଏ କ'ଣ କୌଣସି ଶାସ୍ତ୍ର ପଢ଼ିଛନ୍ତି କି? ଦୁନିଆରେ ମନୁଷ୍ୟମାନେ ଗୀତା ପଢ଼ି ଶୁଣାଉଛନ୍ତି। ମା ପେଟରୁ ତ ଗୀତା କଣ୍ଠସ୍ଥ କରି କେହି ଜନ୍ମ ହୁଅନ୍ତି ନାହିଁ। ବେହଦର ବାବା ହିଁ ପାଠ ପଢ଼ାଇବାର ପାର୍ଟ ବଜାଉଛନ୍ତି। ସିଏ ଆସି ନିଜର ପରିଚୟ ଦେଉଛନ୍ତି। ଏକଥା ତ ଦୁନିଆକୁ ଜଣା ହିଁ ନାହିଁ। ଗାୟନ ମଧ୍ୟ କରୁଛନ୍ତି, ବାବା ହିଁ ଜ୍ଞାନର ସାଗର। କିନ୍ତୁ କୃଷ୍ଣଙ୍କ ପାଇଁ ଏଭଳି ମହିମା କରନ୍ତି ନାହିଁ। ଏହି ଲକ୍ଷ୍ମୀନାରାୟଣ କ'ଣ ଜ୍ଞାନର ସାଗର ଅଟନ୍ତି? ନା, ଏହା ହିଁ ହେଉଛି ଆଶ୍ଚର୍ଯ୍ୟର କଥା। ଆମେ ବ୍ରାହ୍ମଣମାନେ ହିଁ ଶ୍ରୀମତ ଅନୁସାରେ ଏହି ଜ୍ଞାନ ଅନ୍ୟମାନଙ୍କୁ ଶୁଣାଉଛୁ। ତୁମେ ଅନ୍ୟମାନଙ୍କୁ ବୁଝାଉଛ ଯେ ଏହି ହିସାବରେ ଆମେ ବ୍ରାହ୍ମଣ ହିଁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ। ଆମେ ଅନେକ ଥର ତାଙ୍କର ସନ୍ତାନ ହୋଇଛୁ, ପୁଣି ମଧ୍ୟ ହେବୁ। ଏ କଥା ମନୁଷ୍ୟମାନେ ଯେତେ ଥର ବୁଝିଯିବେ ସେତେବେଳେ ବାବା କହୁଛନ୍ତି, ଏ କଥା ମନୁଷ୍ୟମାନେ ଯେତେବେଳେ ବୁଝିଯିବେ ସେତେବେଳେ ଯାଇ ମାନିବେ। ତୁମେ ଜାଣିଛ ଆମେ କଳ୍ପ କଳ୍ପ ପ୍ରଜାପିତା ବ୍ରହ୍ମାଙ୍କ ପୋଷ୍ୟ ସନ୍ତାନ ହେଉଛୁ। ତେବେ ଏ କଥା ଯିଏ ବୁଝୁଛନ୍ତି ସିଏ ନିଶ୍ଚୟ ବୁଦ୍ଧି ମଧ୍ୟ ହୋଇଯାଉଛନ୍ତି। ବ୍ରାହ୍ମଣ ହେବା ବିନା ଦେବତା ହୋଇପାରିବ ନାହିଁ। ତେବେ ସବୁକିଛି ପ୍ରତ୍ୟେକଙ୍କର ବୁଦ୍ଧି ଉପରେ ନିର୍ଭର କରେ। ସ୍କୁଲରେ ମଧ୍ୟ କେହି କେହି ବିଦ୍ୟାର୍ଥୀ ବୃତ୍ତି ପାଆନ୍ତି ତ କେହି ଫେଲ୍ ହୋଇଯାଇଥାନ୍ତି, ପୁଣି ନୂଆରୁ ପାଠ ପଢ଼ନ୍ତି। ତେଣୁ ବାବା କହୁଛନ୍ତି, ଯଦି ବିକାରଗ୍ରସ୍ତ ହେବ ତଳକୁ ଖସିଯିବ ଏବଂ କରିଥିବା ରୋଜଗାର ସବୁ ସମାପ୍ତ ହୋଇଯିବ। ପୁଣି ବୁଦ୍ଧିରେ ଆଉ ଜ୍ଞାନ ରହିବ ନାହିଁ। ଭିତରେ ପଶ୍ଚାତାପ କରି ଚାଲିବ। ତୁମେମାନେ ବୁଝିପାରୁଛ ଯେ ଏହି ଜନ୍ମରେ ଯିଏ ଯାହା ପାପ କରିଛନ୍ତି ତାହା ତ ନିଜକୁ ଜଣାଅଛି। ବାକି ପୂର୍ବଜନ୍ମରେ କ'ଣ କରିଛନ୍ତି ତାହା ତ ମନେ ନାହିଁ। କିନ୍ତୁ ପାପ ତ ନିଶ୍ଚିନ୍ତ କରିଥିବେ। ଯେଉଁମାନେ ପୁଣ୍ୟ ଆତ୍ମା ଥିଲେ ସେହିମାନେ ହିଁ ପୁଣି ପାପ ଆତ୍ମା ହେଉଛନ୍ତି। ଏସବୁର ହିସାବ କିତାବ ବାବା ଶୁଣାଉଛନ୍ତି।
ବହୁତ ପିଲା ଅଛନ୍ତି ଯେଉଁମାନେ କି ଭୁଲି ଯାଉଛନ୍ତି, ଭଲ ଭାବରେ ପଢ଼ୁନାହାନ୍ତି। ଯଦି ନିଜେ ପଢ଼ିଥାନ୍ତେ ତେବେ ଅନ୍ୟମାନଙ୍କୁ ନିଶ୍ଚିନ୍ତ ପଢ଼ାଇଥାନ୍ତେ। କେହି ଅଳ୍ପ ବୁଦ୍ଧିବାଲା ମଧ୍ୟ ବୁଦ୍ଧିମାନ ହୋଇଯାଉଛନ୍ତି। ଏହା କେତେ ଶ୍ରେଷ୍ଠ ପାଠପଢ଼ା! ବାବାଙ୍କର ଏହି ପାଠପଢ଼ା ଦ୍ୱାରା ହିଁ ସୂର୍ଯ୍ୟବଂଶ ଚନ୍ଦ୍ରବଂଶରେ ଆସୁଛନ୍ତି। ସେମାନେ ଏହି ଜନ୍ମରେ ହିଁ ରାଜଯୋଗର ପାଠ ପଢ଼ି ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି। ତୁମେମାନେ ଜାଣିଛ ଏହି ପାଠପଢ଼ା ଦ୍ୱାରା ନୂଆ ଦୁନିଆରେ ପଦ ମିଳିବ। ତାହା ଆଉ ବେଶୀ ଦୂର ନୁହେଁ। ଯେପରି ବସ୍ତ୍ର ପରିବର୍ତ୍ତନ କରାଯାଉଛି, ସେହିପରି ପୁରୁଣା ଦୁନିଆକୁ ଛାଡ଼ି ନୂଆ ଦୁନିଆକୁ ଯିବାକୁ ହେବ। ବର୍ତ୍ତମାନ ରାଜଧାନୀ ସ୍ଥାପନା ହେଉଛି। ତେଣୁ ଯିଏ ଭଲ ଭାବରେ ପାଠ ପଢ଼ିବେ ସିଏ ପ୍ରଥମେ ସ୍ୱର୍ଗକୁ ଆସିବେ। ବାକି ଅନ୍ୟ ସମସ୍ତେ ପଛରେ କ୍ରମାନୁସାରେ ଆସିବେ। ସ୍ୱର୍ଗରେ ତ ଆସିପାରିବେ ନାହିଁ। ସ୍ୱର୍ଗରେ ଯେଉଁମାନେ ଦାସଦାସୀ ହେବେ ସେମାନେ ମଧ୍ୟ ବାବାଙ୍କ ହୃଦୟ ସିଂହାସନ ଅଧିକାରୀ ହୋଇଥିବେ। ଏଭଳି ନୁହେଁ ଯେ ସମସ୍ତେ ସ୍ୱର୍ଗରେ ଆସିଯିବେ। ଏବେ ରୁହାନୀ କଲେଜ ଖୋଲି ଚାଲିଛନ୍ତି। ସମସ୍ତେ ଏଠାକୁ ଆସି ପୁରୁଷାର୍ଥ କରିବେ। ଯେଉଁମାନେ ପାଠପଢ଼ାରେ ବହୁତ ଆଗକୁ ଯିବେ ସେମାନେ ଉଚ୍ଚ ପଦ ପ୍ରାପ୍ତ କରିବେ। ଅଳ୍ପ ବୁଦ୍ଧିବାଲା କମ୍ ପଦ ପ୍ରାପ୍ତ କରିବେ। ଏମିତି ବି ହୋଇପାରେ ଅଳ୍ପ ବୁଦ୍ଧିବାଲା ଆଗକୁ ଭଲ ପୁରୁଷାର୍ଥ କରିବାରେ ଲାଗିଯିବେ। କେହି ବୁଦ୍ଧିମାନ ପିଲା ମଧ୍ୟ ତଳକୁ ଖସି ଯାଉଛନ୍ତି। ତେବେ ପୁରୁଷାର୍ଥରୁ ସବୁକିଛି ଜଣାପଡ଼ିଥାଏ। ଡ୍ରାମା ଏହିଭଳି ଚାଲୁଛି। ଆତ୍ମା ଶରୀର ଧାରଣ କରି ଏଠାରେ କର୍ମ କରୁଛି। ପୁଣି ନୂଆ ଶରୀର ଧାରଣ କରି ନୂଆ ପାର୍ଟ ବଜାଇବ। କେବେ କେଉଁ ପାର୍ଟ ତ କେବେ ଆଉ କେଉଁ ପାର୍ଟ ବଜାଉଛି। ତେବେ ଆତ୍ମାରେ ହିଁ ସଂସ୍କାର ଭରି ହୋଇ ରହିଥାଏ। ବାହାର ଲୋକଙ୍କ ପାଖରେ ଜ୍ଞାନ ତ ଟିକିଏ ହେଲେ ବି ନାହିଁ। ଯେତେବେଳେ ବାବା ଆସି ପଢ଼ାଇବେ ସେତେବେଳେ ଯାଇ ଜ୍ଞାନ ମିଳିପାରିବ। ଯଦି ଶିକ୍ଷକ ହିଁ ନାହାନ୍ତି ତେବେ ଜ୍ଞାନ କେଉଁଠୁ ଆସିବ? ସେମାନେ ହେଲେ ଭକ୍ତ। ଭକ୍ତିରେ ଅପାର ଦୁଃଖ ରହିଛି। ଯଦିଓ ମୀରାକୁ ସାକ୍ଷାତକାର ହୋଇଥିଲା, କିନ୍ତୁ କ'ଣ ସୁଖ ମିଳିଥିଲା କି? ସିଏ କ'ଣ କେବେ ରୋଗରେ ନଥିବ? ସତ୍ୟଯୁଗରେ ତ କୌଣସି ପ୍ରକାରର ଦୁଃଖ ହୋଇନଥାଏ। ଏଠାରେ ଅପାର ଦୁଃଖ ମିଳୁଛି, କିନ୍ତୁ ସେଠାରେ ଅପାର ସୁଖ ରହିଛି। ଏଠାରେ ସମସ୍ତେ ଦୁଃଖୀ ହେଉଛନ୍ତି। ରାଜାମାନଙ୍କର ମଧ୍ୟ ଦୁଃଖ ରହିଛି ନା। ଏହାର ନାମ ହିଁ ହେଉଛି ଦୁଃଖଧାମ। ତାହା ହେଉଛି ସୁଖଧାମ। ଏହା ସମ୍ପୂର୍ଣ୍ଣ ଦୁଃଖ ଏବଂ ସମ୍ପୂର୍ଣ୍ଣ ସୁଖର ସଙ୍ଗମ। ସତ୍ୟଯୁଗରେ ସମ୍ପୂର୍ଣ୍ଣ ସୁଖ ଏବଂ କଳିଯୁଗରେ ହେଉଛି ସମ୍ପୂର୍ଣ୍ଣ ଦୁଃଖ। ଦୁଃଖର ଯେଉଁ ଭିନ୍ନ ଭିନ୍ନ ରୂପ ରହିଛି ତାହା ବର୍ତ୍ତମାନ ବୃଦ୍ଧି ହୋଇ ଚାଲିଛି। ଆଗକୁ ଆହୁରି ଅନେକ ଦୁଃଖ ଭୋଗ କରିବାକୁ ପଡ଼ିବ। ଦୁଃଖର ପାହାଡ଼ ଖସିବ। ସେମାନେ ତ ତୁମକୁ କହିବା ପାଇଁ ବହୁତ ଅଳ୍ପ ସମୟ ଦେଉଛନ୍ତି। 2 ମିନିଟରେ ମଧ୍ୟ ତୁମେ ତାଙ୍କୁ ବୁଝାଅ। ସତ୍ୟଯୁଗରେ ଅସରନ୍ତି ସୁଖ ଥିଲା, ଯାହାକି ବର୍ତ୍ତମାନ ବାବା ଆସି ଦେଉଛନ୍ତି। ରାବଣଠାରୁ ଅସରନ୍ତି ଦୁଃଖ ମିଳୁଛି। ତେଣୁ ଏବେ ବାବା କହୁଛନ୍ତି କାମ ବିକାର ଉପରେ ବିଜୟ ପ୍ରାପ୍ତ କର, ତେବେ ଜଗତ ଜିତ ହୋଇଯିବ। ଏହି ଜ୍ଞାନ କେବେ ବିନାଶ ହୁଏ ନାହିଁ। ଟିକିଏ ବି ଯଦି ଶୁଣିବ ତେବେ ମଧ୍ୟ ସ୍ୱର୍ଗରେ ଆସିବ। ପ୍ରଜା ତ ବହୁତ ହେଉଛନ୍ତି, ତେବେ କେଉଁଠି ରାଜା କେଉଁଠି ରଙ୍କ? ପ୍ରତ୍ୟେକଙ୍କର ବୁଦ୍ଧି ନିଜସ୍ୱ ଅଟେ। ଯିଏ ନିଜେ ବୁଝି ଅନ୍ୟକୁ ବୁଝାଉଛନ୍ତି ସେ ହିଁ ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି। ଏହି ବିଦ୍ୟାଳୟ ବଡ଼ ଅସାଧାରଣ ଅଟେ। କାରଣ ଏଠାକୁ ଭଗବାନ ଆସି ପାଠ ପଢ଼ାଉଛନ୍ତି। ଶ୍ରୀକୃଷ୍ଣ ତ ଦୈବୀ ଗୁଣଧାରୀ ଦେବତା ଅଟନ୍ତି। ବାବା କହୁଛନ୍ତି ମୁଁ ଦୈବୀ ଗୁଣ ଏବଂ ଆସୁରୀ ଗୁଣଠାରୁ ଭିନ୍ନ ଅଟେ। ମୁଁ ତୁମର ପିତା ଏଠାକୁ ପଢ଼ାଇବା ପାଇଁ ଆସୁଛି। ତେବେ ଏହି ଜ୍ଞାନ ପରମ ଆତ୍ମା ହିଁ ଦେଉଛନ୍ତି। ଗୀତାର ଜ୍ଞାନ କୌଣସି ଦେହଧାରୀ ମନୁଷ୍ୟ ବା ଦେବତା ଶୁଣାଉନାହାନ୍ତି। ବିଷ୍ଣୁ ଦେବତାୟ ନମଃ କହୁଛନ୍ତି। ତେବେ କୃଷ୍ଣ କ'ଣ? ଦେବତା କୃଷ୍ଣ ହିଁ ବିଷ୍ଣୁ ହେଉଛନ୍ତି।
ଏ କଥା କେହି ଜାଣନ୍ତି ନାହିଁ। ତୁମମାନଙ୍କ ଭିତରୁ ମଧ୍ୟ କେତେକ ଭୁଲି ଯାଉଛନ୍ତି। ଯଦି ନିଜେ ଭଲ ଭାବରେ ବୁଝିଥିବେ ତେବେ ଅନ୍ୟଙ୍କୁ ମଧ୍ୟ ବୁଝାଇ ପାରିବେ। ସେବା କରି ଯଦି ତାହାର ପ୍ରମାଣ ଦେଖାଇବ ତେବେ ଜଣାପଡ଼ିବ ଯେ ତୁମେ ସେବା କରିଛ। ସେଥିପାଇଁ ବାବା କହୁଛନ୍ତି ଲମ୍ବା ଚଉଡ଼ା ସମାଚାର ଲେଖ ନାହିଁ। ଅମୁକ ଆସିବାର ଅଛି, ଏପରି କହିଯାଇଛି, ଏସବୁ ଲେଖିବାର ଆବଶ୍ୟକତା ନାହିଁ। କମ୍ ଶବ୍ଦରେ ଲେଖିବା ଦରକାର। ଦେଖ, ଯିଏ ବି ଏଠାକୁ ଆସୁଛନ୍ତି ସେମାନେ ରହୁଛନ୍ତି ନା ନାହିଁ। ଯଦି ନିଜେ ବୁଝି ଅନ୍ୟମାନଙ୍କର ସେବାରେ ଲାଗିଯାଉଛ ତେବେ ସେହି ସମାଚାର ଲେଖ। କେହି କେହି ଦେଖାଣିଆ ସମାଚାର ଦେଉଛନ୍ତି। ବାବାଙ୍କୁ ମଧ୍ୟ ପ୍ରତ୍ୟେକ ସେବାର ଫଳାଫଳ ଦରକାର। ଏମିତି ତ ବାବାଙ୍କ ନିକଟକୁ ବହୁତ ଆସୁଛନ୍ତି, ପୁଣି ଚାଲି ଯାଉଛନ୍ତି। ତେବେ ତାହା ଦ୍ୱାରା କ'ଣ ଫାଇଦା? ବାବା ସେମାନଙ୍କର କ'ଣ କରିବେ? ନା ତାଙ୍କର କିଛି ଲାଭ ହୋଇଛି ନା ତୁମର? ତୁମ ମିଶନରେ ବୃଦ୍ଧି ତ ଏପର୍ଯ୍ୟନ୍ତ ହୋଇନାହିଁ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସୁପ୍ରଭାତ ଏବଂ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର। କୌଣସି କଥାରେ ବଡ଼ ହେବା ଉଚିତ ନୁହେଁ। ନିଜ ଭିତରେ ଜ୍ଞାନକୁ ଧାରଣ କରି ଦାନ କରିବାକୁ ହେବ। ଅନ୍ୟମାନଙ୍କର ମଧ୍ୟ ଭାଗ୍ୟକୁ ଜାଗ୍ରତ କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, କାହା ସହିତ ବି କଥାବାର୍ତ୍ତା କରିବା ସମୟରେ ନିଜକୁ ଆତ୍ମା ମନେ କରି ଆତ୍ମା ସହିତ କଥାବାର୍ତ୍ତା କରିବାକୁ ହେବ। ଯେପରି ଟିକିଏ ବି ଦେହ ଅଭିମାନ ନ ଆସିବ। ବାବାଙ୍କ ଠାରୁ ଯେଉଁ ଅପାର ସୁଖ ମିଳିଛି ତାକୁ ଅନ୍ୟମାନଙ୍କୁ ବାଣ୍ଟିବାକୁ ହେବ। ଆଜିର ବରଦାନ ଅଛି, ଦିଲ୍ ଅର୍ଥାତ୍ ଆନ୍ତରିକ ସ୍ନେହ ସହିତ ଦିମାଗ ଅର୍ଥାତ୍ ବୁଦ୍ଧିର ସନ୍ତୁଳନ ଦ୍ୱାରା ସେବା କରୁଥିବା ସଦା ସଫଳତା ମୂରତ ହୁଅ। ଦିଲ୍ ଅର୍ଥାତ୍ ଆନ୍ତରିକ ସ୍ନେହ ସହିତ ଦିମାଗ ଅର୍ଥାତ୍ ବୁଦ୍ଧିର ସନ୍ତୁଳନ ଦ୍ୱାରା ସେବା କରୁଥିବା ସଦା ସଫଳତା ମୂରତ ହୁଅ। କେବେ କେବେ ପିଲାମାନେ ସେବା କରିବାରେ କେବଳ ବୁଦ୍ଧିକୁ ବ୍ୟବହାର କରିଥାନ୍ତି, କିନ୍ତୁ ଆନ୍ତରିକ ସ୍ନେହ ସହିତ ବୁଦ୍ଧିକୁ ମିଶାଇ ସେବା କରିବା ଦ୍ୱାରା ସହଜରେ ସଫଳତା ମୂରତ ହୋଇପାରିବ। ଯେଉଁମାନେ କେବଳ ବୁଦ୍ଧିବଳ ଦ୍ୱାରା ସେବା କରନ୍ତି ସେମାନଙ୍କ ବୁଦ୍ଧିରେ ଅଳ୍ପ ସମୟ ପାଇଁ ବାବାଙ୍କର ସ୍ମୃତି ରହିଥାଏ ଯେ ବାବା ହିଁ କରାଉଛନ୍ତି, କିନ୍ତୁ ଅଳ୍ପ ସମୟ ପରେ ପୁନର୍ବାର ସେହି ମୁଁ ପଣିଆ ଆସିଯାଏ। କିନ୍ତୁ ଯେଉଁମାନେ ଦିଲ୍ର ସହିତ ସେବା କରିଥାନ୍ତି ସେମାନଙ୍କ ଦିଲ୍ରେ ସର୍ବଦା ବାବାଙ୍କର ସ୍ମୃତି କାୟମ ରହିଥାଏ ଏବଂ ଯଦି ଦିଲ୍ର ସହିତ ସେବା କରିବ ତେବେ ସଦା ସଫଳତା ମୂରତ ହୋଇଯିବ। ଆଚ୍ଛା, ଆଜିର ସ୍ଲୋଗାନ ଅଛି, ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହିଲେ ହଦ୍ର ସମସ୍ୟା ଗୁଡ଼ିକ ସ୍ୱତଃ ସମାପ୍ତ ହୋଇଯିବ। ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହିଲେ ହଦ୍ର ସମସ୍ୟା ଗୁଡ଼ିକ ସ୍ୱତଃ ସମାପ୍ତ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।